ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ 3 ଗିରଫ। କେନ୍ଦୁଝର ଜିଲ୍ଲାରେ ଚାକିରି ଦେବା ନାଁରେ ବେକାର ଯୁବକ ଯୁବତୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଗତକାଲି ଟାଉନ ଥାନା ପୁଲିସ 3 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ସୂଚନା ଦେଲେ କେନ୍ଦୁଝର ପୁଲିସ। ଗିରଫ ବ୍ୟକ୍ତିମାନେ ହେଲେ ଲୁଠୁ ମଲ୍ଲିକ, ଘର ପୁରୀ ଜିଲ୍ଲାର ମରାଳ ଗ୍ରାମରେ ହୋଇଥିବା ବେଳେ ଅନ୍ୟ 2 ଜଣ ଜୀବନାନନ୍ଦ ସାମଲ, ଯଶବନ୍ତ ସିଂ ସାମଲଙ୍କ ଘର ଆନନ୍ଦପୁର ଅଞ୍ଚଳରେ ବୋଲି ସୂଚନା ଦେଇଛି କେନ୍ଦୁଝର ପୁଲିସ। ବିଭିନ୍ନ ଅଞ୍ଚଳରେ ବେକାର ଯୁବକ ଯୁବତୀମାନଙ୍କୁ ବିଭିନ୍ନ ସଂସ୍ଥାରେ ଚାକିରି କରାଇଦେବା ନାଁରେ 17 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଠକି ନେଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି। ପୁଲିସ ତଦନ୍ତ ବେଳେ ସେମାନଙ୍କଠାରୁ ବିଭିନ୍ନ କମ୍ପାନୀର ଜାଲ ନିଯୁକ୍ତି ପତ୍ର ଜବତ କରିବା ସହିତ ଅନେକ ଜାଲି ଦସ୍ତାବିଜ ଏବଂ ଏକ ଲାପଟପ୍, 2ଟି ମୋବାଇଲ, ଗୋଟିଏ ମୋଟରସାଇକେଲ, ନଗଦ 25,000 ଟଙ୍କା ଆଦି ଜବତ ହୋଇଥିବା ପୁଲିସ ସୂଚନା ଦେଇଛି। ସେମାନଙ୍କ ମୋବାଇଲ ନମ୍ବର ସୁଇଚ୍ ଅଫ୍ ଥିବାରୁ ବ୍ୟବହାର କରୁଥିବା ମୋଟରସାଇକେଲ ନମ୍ବରକୁ ଟ୍ରାକ୍ କରି ସେମାନଙ୍କୁ ଧରିବାରେ ସଫଳ ହୋଇଥିବା କହିଛି ପୁଲିସ। यशवंत समल काठियासरा आनंदपुर थाना सी गोटे नंबर रु आमर कंप्लेनेंट चित्तरंजन अधिकारी को फोन कले एवं निजकू हेड क्लर्क मिश्र बाबू बोली परिचय देले धरणीधर कॉलेज रे। आमे आपनकर टेंडर कराई देबो बोली प्रतिश्रुति देले। प्रतिश्रुति देई तांकोठू 2टी किस्ती रे 50,000 टंका गोटे फोन पे माध्यम रे एवं गोटे नगद माध्यम 50,000 टंका आदाय कले एवं यही जो जसवंत सिंह सामल जे कि मिश्र बाबू नाम परिचय देले तांको सहित आउ 2 जण शामिल होइतिले जे कि जीवन आनंद सामल काठियासरा आनंदपुर आउ जने तुळ मल्लिक से भी आपनकर मरड गाँव गोप थाना मरड गाँव पुरी जिल्लार व्यक्ति से संश्लिष्ट अछंती। केन्दुझर जिला राजेंद्र कुमार महाकुड़ों रिपोर्ट अनंत न्यूज।